କେତେ ଲୁଡ ଚା ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକଟିକୁ ଦେଖନ୍ତୁ। ଏହି ବାଇକର ଚାଳକ ଏପରି ପରିବାକୁ ଓଭରଲୋଡ କରି ବାଇକରେ ନେଇ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଚାଳକ ଜଣେ ମହିଳାଙ୍କୁ ଧକ୍କା ଦେବାରୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ଛକ ନିକଟରେ। ମିଳିଥିବା ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ଖରିଦି ଚକ ଗ୍ରାମର ସ୍ନେହଲତା ଭୂଇଁଆ ନାମ୍ନୀ ଜଣେ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଯାଉଥିଲେ। ତେବେ ନାଚିନ୍ଦା ଛକ ନିକଟରେ ଓଭରଲୋଡ କରି ପରିବା ବୁଝାଇ କରି ନେଇ ଯାଉଥିବା ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ତାଙ୍କ ପଛପଟେ ଧକ୍କା ଦେଇଥିଲେ। ତେଣୁ ଅତି ଗୁରୁତର ଅବସ୍ଥାରେ ଦୁର୍ଘଟଣା ସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ବାଇକ ଚାଳକ ମଧ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କମର୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଛନ୍ତି। କେତେ ଲୁଡ ଚା से गाड़ी गाड़ी था भाई। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଚନ୍ଦନ କୁମାର ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।